काहा इंगितरे चलीछि पत्थर खଣି ଚାଲିବାକୁ କିଏ ଦେଇଛି ଅନୁମତି। ଖଣି ବିଭାଗର ଦାୟିତ୍ୱହୀନତା ପାଇଁ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ରାଜସ୍ୱ ଲୁଟିବା ପାଇଁ। ଖଣି ବିଭାଗର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହୋଇନାହିଁ କାହିଁକି, ତା ଏବେ ସନ୍ଦେହ ଘେରରେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଧୀନରେ ଥିବା ଭୁବନ ବ୍ଲକ, କଙ୍କଡାହାଡ଼ ବ୍ଲକ ଏବଂ କାମାକ୍ଷାନଗର ବ୍ଲକ ତ୍ରିକୋଣୀରେ ଚାଲିଛି ପଥର ଖଣି। ରାଇବୋଲ ନିକଟବର୍ତ୍ତୀ ଏବଂ ମଠ କରଗଳା ପଞ୍ଚାୟତ ଟାଙ୍ଗରପଡ଼ାରେ ଥିବା ଜାଗାରେ ବେଧଡ଼କ ଚାଲିଛି ପଥର ଖଣି। ପ୍ରଶାସନ ଅବ୍ୟବସ୍ଥାକୁ ରାଜସ୍ୱ ଲୁଟ୍ କରୁଛନ୍ତି ପଥର ମାଫିଆ। ଦର୍ଶକ ବନ୍ଧୁ, କାମାକ୍ଷାନଗର ଅଞ୍ଚଳରୁ ମାଫିଆ ଏହି ଖଣି ଚଳାଇଥିବା ସୂଚନା ରହିଛି। ଦୀର୍ଘ 12 ବର୍ଷ ଧରି ଏହି ଖଣି ଚାଲିଥିବା ବେଳେ କାହିଁକି ଏହା ଉପରେ ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳ ଦୃଷ୍ଟି ଦେଇନାହାନ୍ତି, ତାକୁ ନେଇ ଉଠୁଛି ବଡ଼ ପ୍ରଶ୍ନ। ଖଣି ବିଭାଗର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କାହିଁକି ଜଣା ନାହିଁ ଏବଂ ଜାଣିଶୁଣି ଚୁପ୍ ଥିବା ଲୋକେ ଆଲୋଚନା କରୁଛନ୍ତି। ବିଜେଡି ସରକାର ଥିବାବେଳେ ଏହି ଖଣି ପ୍ରାୟ 100 ଏକର ଜଙ୍ଗଲ ଜମି ପଥର ମାଫିଆ ଚୋରା ପଥର ଖଣି ଚଲାଇ କୋଟି କୋଟି ଟଙ୍କା ଲୁଟ୍ କରୁଛନ୍ତି। ଏବେ ବିଜେପି ସରକାର କାହିଁକି ଚୁପ୍, ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଦେଖନ୍ତୁ, ଏହି ଜିନିଷ ଉପରେ ଆମର ଡିପାର୍ଟମେଣ୍ଟାଲ ତଦନ୍ତ ହେଇନି। ତଦନ୍ତ ହେଲା ପରେ ଆମେ ତାପରେ ଯାହା ଆମର ଆଇନ ଅଛି ଆଇନ ଅନୁସାରେ ଆକ୍ସନ୍ ନେବୁ। ନା ସେ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ବା ନଲେଜ ମୋ ପାଖରେ ନାହିଁ। ଆମେ ଇନକ୍ୱାରି କଲା ପରେ ହିଁ ଜଣାପଡ଼ିବ। ଏପଟେ ସ୍ଥାନୀୟ ବିଧାୟକ ଏବଂ ସ୍ଥାନୀୟ ଜନପ୍ରତିନିଧି ହାତଗୁଞ୍ଜା ନେଇ ପଥର ମାଫିଆଙ୍କ ସହ ମଧୁଚନ୍ଦ୍ରିକା ଚାଲିଥିବା ଦେଖିବାକୁ ମିଳିଛି। ତେବେ ଖଣି ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନ ଅଧିକାରୀ ଏହି ଖଣିକୁ ବନ୍ଦ କରିବା ସହ ପଥର ମାଫିଆ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି। जो जगार कि यही पथर खनिटी कराफल कि से जगह को आसवा अनेक असंभव रही है, किंतु एठी पथर माफियांकर जहाँकि जंगल मध्य भितर रही से तांकर राज चलती। एबे देखा बाकी रहा जहाँकि यहीठिकार जो रोचंती अधिकारी कामाक्षानगर तहसिलदार एवं भुवन ब्लॉक रो फॉरेस्ट एवं ता सहित आमर जी रोचंती कंकड़ाहाड़ ब्लॉक रो फॉरेस्ट से यहाँ प्रति कौन पदक्षेप नौकरी देखा बाकी रहा। ढेंकानाल कंकड़ाहाड़ अंकुर सिंह, ओडिशा भास्कर।